ଜୟ ଜଗନ୍ନାଥ ଅତୁତ ଶୁଣ ପ୍ରଭୁ। ଆଜି ଦ୍ୱିତୀୟ ଦିବସରେ ସେହି ପ୍ରଭୁ ଅଚ୍ୟୁତାନନ୍ଦ ଦାସଙ୍କର ଠାର ମାଳିକାର ଗୋଟିଏ ଭଲ ସୁନ୍ଦର ବାକ୍ୟ ପଠନ କରୁଛୁ। ଶୁଣନ୍ତୁ ପ୍ରଭୁ। ତିନି ପକ୍ଷରେ 3 ମାସ କଟକ ଖୋରଦା ବିଶେଷ, ନୟନୁ ପଟଳ ଫିଟିବ ନିଶାରେ ଭକ୍ତ ମିଳି ହେବ। 3 ପକ୍ଷ 3 ମାସ ପର୍ଯ୍ୟନ୍ତ କଟକରୁ ଖୋର୍ଦ୍ଧା ଗଡ଼ାଯାଏ। ନୟନରୁ ପଟଳ ଫିଟିଯିବ, ହାଣ କାଟ ଲାଗି ରହିଥିବ। ରାତିରେ ଭକ୍ତମାନଙ୍କର ମେଳି ହେଉଥିବ। 2.5 ବରଷ ଅତି ଉତ୍ପାତ 26 ଅଙ୍କକୁ ଅନା। ଶ୍ମଶାନ ପରାଏ ସାରା ସଂସାର ଉଚ୍ଛନ୍ନ ହୋଇବ ସିନା। ମୀନ ଶନି 2.5 ବର୍ଷ ଅତି ଉତ୍ପାତ ହେବ। 26 ଅଙ୍କ ଚାଲିଥିବ। ଶ୍ମଶାନ ଭଳି ଏ ସଂସାର ଉଚ୍ଛନ୍ନ ହୋଇଯିବ। ସେହି ସମୟରେ ଗୁପ୍ତ ଗ୍ରନ୍ଥ ଅଛି ନେମାଳ ବଟର, ସେବେ ହେଁ ହେବ ବାହାର। କଳଙ୍କି ମନ୍ତ୍ର ଯେ ପ୍ରକାଶିତ ହେବ ସତ୍ୟ ସତ୍ୟ ଏହି ଗିର। ସେହି ସମୟରେ ନେମାଳ ବଟରେ ଗୁପ୍ତ ଗ୍ରନ୍ଥ ଅଛି ବାହାରିବ। ମହାପ୍ରଭୁ କଳଙ୍କି ରାମଙ୍କ ମନ୍ତ୍ର ପ୍ରକାଶ ପାଇବ। ରାମ ନାମ ନଗରେ ନଗରେ ଜାରି ହୋଇଯିବ। ସେହି ସମୟରେ ମହାପ୍ରଭୁ ପୂର୍ଣ୍ଣ ଲୀଳାବଟଠାରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ନେମାଳ ବଟ ବା ଲୀଳାବଟଠାରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ଲଭି କୃତ୍ୟ ହୋଇଯିବେ, ଆନନ୍ଦିତ ହୋଇଯିବେ। ଏହା ଦିବସ୍ୟ ଦେବକ 66 ଅଙ୍କରେ ଘଟିବ ବୋଲି ସଦ୍ଗୁରୁ ସୂଚିତ କରିଛନ୍ତି। ଭକ୍ତମାନେ ଏହାର ପ୍ରମାଣ ପାଇଯିବେ। 66 ଅଙ୍କ ମସିହା ହିସାବରେ 2024 ମସିହା ଅଟେ। ଲୀଳାବଟଠାରେ ଆମ୍ଭେ ପ୍ରକାଶ ପାଇବୁ, 66 ଅଙ୍କେ ବାବୁ ପ୍ରମାଣ ପାଇବୁ। ଏହିଭଳି ଲୀଳା ଧରିତେ ଲାଗିଥିବ। ସେହି ସମୟରେ ହୀରାକୁଦ ବନ୍ଧ ଭାଙ୍ଗିଯିବ। 26 ଠାବରେ ହୀରାକୁଦ ଉଛୁଳିବ। ଏ ଓଡ଼ିଶା ଅର୍ଦ୍ଧଭାଗ ଜଳମଗ୍ନ ହେବ। ଜୟ ଜଗନ୍ନାଥ, ଜୟ ଅଚ୍ୟୁତ ଶରଣ ପ୍ରଭୁ।